ପହଣ୍ଡି ବିଜେ କ୍ରମ ମଧ୍ୟ ଆରମ୍ଭ ହେବାକୁ ଯାଉଛନ୍ତି ବା ସନ୍ଧ୍ୟା ଧୂପ ଶେଷ ହେବା ଉପରେ ଅବସ୍ଥା ନିଶ୍ଚୟ ଏଇଭଳି ଅବସ୍ଥାରେ ରହିଛି। ତେବେ କୋଠ ସୁଆସିଆ ଯୋଉ ସେବକ ମାନଙ୍କୁ ଆପଣ ଦେଖିଲେ ସେ କୋଠ ସୁଆସିଆ ମାନଙ୍କ ସମ୍ପର୍କରେ କଣ କହୁଛନ୍ତି ଆପଣ ଦେଖିବେ ଯେ ସେଠି ଯେତେବେଳେ କର୍ମାଙ୍ଗୀରେ ଏଇ କଥା ରହୁଛି ସେ କର୍ମାଙ୍ଗୀରେ ବର୍ଣ୍ଣନା ହେଇଛି ଯେ ଏମାନେ କଣ କରିବେ ନା ଏମାନେ ହଉଛନ୍ତି ଘଣ୍ଟ ବଜାଉଥିବା ସେବକ। ଆପଣ ଦେଖିବେ ଘଣ୍ଟା ବାଜଣା ସେବକ ଅଲଗା କିନ୍ତୁ ଘଣ୍ଟ ବଜାଉଥିବା ସେବକ ହଉଛନ୍ତି ଅଲଗା। ଚଷା ନିଯୋଗ ଏ ବିଲଡିହ ନେବ ଆପଣ ବିଜେ କାଳେ ଧୂପ ପୂଜା କାଳେ ଘଣ୍ଟ ବଜାଇବ ଚନ୍ଦନ ବିଜେ ଘଣା ବିଜେ ପରମେଶ୍ୱରଙ୍କ ବିଜେ କାଳେ ଆପଣ ଘଣ୍ଟ ବଜାଇବ ମହାଶ୍ରମ ବିଜେ ଅଭିଷେକ ଆଦିରେ ପାଟ ସାହାଣୀ ମତେ ବଜାଇବ ନିଶ୍ଚାନୀ ଦ୍ୱିପହର ଧୂପ କାଳରେ ଖୁଡ଼ି ଧରି ଘଣ୍ଟ ବଜାଇବ। କର୍ମାଙ୍ଗୀରେ ଏମିତିକା ବର୍ଣ୍ଣନା ଦିଆଯାଇଛି। ଆପଣ ମାନେ ଦେଖୁଛନ୍ତି ଭଗବାନଙ୍କର ସେଇ ଅପୂର୍ବ ଯୋଉ ରଥ ଏବଂ ରଥର ଅପୂର୍ବ ଶୋଭାକୁ ବିସ୍ତାର କରୁଛି ଯୋଉ ସୁନ୍ଦର କଳସ ଉପରେ ଡାଙ୍ଗିଆ ଆଉ ଡାଙ୍ଗିଆ ଉପରେ ଉଡୁଛି ପଞ୍ଚକେତନ ଆଉ ସେ କଳସ ଦଧିଲଉଟି ର ପାର୍ଶ୍ୱକୁ ଆପଣ ଚାହାନ୍ତୁ ଦୁଇଟି ଓଲଟ ସୁଖ ପକ୍ଷୀ ଅପୂର୍ବ ଭାବରେ ପ୍ରଭାବ ବିସ୍ତାର କରୁଅଛନ୍ତି। ତେବେ ଓଲଟ ସୁଖ ପକ୍ଷୀଙ୍କ ସମ୍ପର୍କରେ ତ ମୁଁ ଟିକେ ପରେ କହିବି ଆପଣଙ୍କୁ ଯୋଉ କଥା ଆପଣଙ୍କୁ କହୁଥିଲି ଯେ At Faculty of Engineering and Technology, learn what's next. 100% internships, 72% placements, industry-integrated curriculum with IBM, TCS and CyberDojo. Build tech, build impact. এই ଯୋଉ ଘଣ୍ଟୁଆ ମାନେ ସବୁ ଅଛନ୍ତି ସେ ଘଣ୍ଟୁଆ ମାନେ ତାଙ୍କର ଘଣ୍ଟନାଦ ଯେତେବେଳେ ଆପଣ ଶୁଣିବେ ଆପଣ ଜାଣିବେ ଯେ ବର୍ତ୍ତମାନ ପହଣ୍ଡି ବିଜେ ପର୍ବର ଆରମ୍ଭ ହେଇଗଲାଣି ଏବଂ ଶ୍ରୀମନ୍ଦିରରେ ଦୈନନ୍ଦିନ ଘଣ୍ଟ ସେବା ପାଇଁ ଯୋଉ ସେବକ ମାନେ ଆସିବେ ଆଉ ଅଳ୍ପ ସମୟ ପରେ ସେମାନେ ହଉଛନ୍ତି ଶାଢୀ ବନ୍ଧା ଘଣ୍ଟୁଆ ସେବକ। ସେମାନଙ୍କର ସଂଜ୍ଞା ହଉଛି ପ୍ରଧାନ ମହାପାତ୍ର ଜେନା ମହାନ୍ତି। ସ୍ନାନ ଏବଂ ରଥଯାତ୍ରାରେ ଘଣ୍ଟ ସେବା ପାଇଁ ଅଶାଢୀ ବନ୍ଧା ଘଣ୍ଟୁଆ ସେବକ ମଧ୍ୟ ରହିଛନ୍ତି ଯୋଉମାନଙ୍କର ସଂଜ୍ଞା ହଉଛି ନାୟକ ଚୌଧୁରୀ ଏବଂ ସାହୁ। ତେଣୁ ଆପଣ ଦେଖିବେ ଆମ ପୁରୀର ଏବଂ କଟକର ଭଟିମୁଣ୍ଡାର ଯୋଉ ସେବକ ମାନେ ଘଣ୍ଟ ସେବକ ମାନେ ସେମାନଙ୍କୁ ଆମେ ଏପର୍ଯ୍ୟନ୍ତ ଦେଖୁନାହୁଁ। ସେମାନେ ମଧ୍ୟ ଗୋଟିଏ ସୁନ୍ଦର ସୂଚନା ଦେବେ କାରଣ ଘଣ୍ଟ ବାଦନ ନହେଲେ ମହାପ୍ରଭୁ ସହଜରେ ତାଙ୍କର ଯୋଉ ବ୍ରହ୍ମାସନ ବା ବ୍ରହ୍ମପୀଠ ତ୍ୟାଗ କରିବେ ନାହିଁ ଆଉ ଅଳ୍ପ ସମୟର ପ୍ରତୀକ୍ଷା ରହୁଛି ସମ୍ଭବତଃ। ତେବେ ଆପଣ ମାନେ ଦେଖୁଛନ୍ତି ଆହା କି ସୁନ୍ଦର ଦୃଶ୍ୟ। ଏପଟେ ବାମ ପାର୍ଶ୍ୱରେ କାମପାଳ ରେବତୀ ରମଣ ହଳାୟୁଧ ପ୍ରଭୁ ଦେବଲାଙ୍ଗଳୀ ପ୍ରଭୁ ଶୂଳି ଦେବଲାଙ୍ଗଳୀ ଏବଂ ତାଙ୍କ ପାଖରେ ରହିଛନ୍ତି ତାଙ୍କର ବାମ ପାର୍ଶ୍ୱରେ ରହିଛନ୍ତି କିଏ ନା ମା ସୁଭଦ୍ରା ଠାକୁରାଣୀ ଏବଂ ଭଗବାନ ଶ୍ରୀ ଜଗନ୍ନାଥ ସ୍ୱାମୀ এই ପାର୍ଶ୍ୱରେ ଆମକୁ ପରିଦୃଶ୍ୟମାନ ହଉଛନ୍ତି। ଅର୍ଥାତ୍ ଏପଟେ ଜଗନ୍ନାଥ ସ୍ୱାମୀ ସେପଟେ ବଳଭଦ୍ର ସ୍ୱାମୀ ମଝିରେ ଦେବୀ ସୁଭଦ୍ରା ଅପୂର୍ବ ଭାବରେ ଶୋଭା ବିସ୍ତାର କରୁଅଛନ୍ତି। ଏବେ ଆପଣ ମାନେ ଦେଖୁଛନ୍ତି ଜଗତର ସବୁ ଧବଳ ବର୍ଣ୍ଣ ଯେମିତି ପୁଞ୍ଜୀଭୂତ ହେଇଯାଇଛି। ଇଏ କିଏ ନା ଇଏ ଅନ୍ୟ କେହି ନୁହନ୍ତି ଇଏ ହଉଛନ୍ତି ସେଇ ବଳଭଦ୍ର। ଇଏ ଆମକୁ ଶିକ୍ଷା ଦଉଛନ୍ତି ଯେ ତୁମେ ବଳବନ୍ତ ହୋଇପାର ଯଦି ବଳବନ୍ତ ହୋଇ ଶକ୍ତିମାନ ହୋଇ ବଳବାନ ହୋଇ ତୁମେ ଯଦି ଭଦ୍ରତାକୁ ଉଜେଇଦେଲ ଭଦ୍ରତାକୁ ଛାଡିଦେଲ ତାହେଲେ ତୁମେ ଆମ ଜଗନ୍ନାଥ ସଂସ୍କୃତିର ଅବମାନନା କଲ। ତମର ଯେତେ ଶକ୍ତି ଥାଉ ଯେତେ ଶାରୀରିକ ଶକ୍ତି ମାନସିକ ଶକ୍ତି ଏବଂ ବୌଦ୍ଧିକ ଶକ୍ତି ତମର ଥାଉ ନା କାହିଁକି କିନ୍ତୁ ତମକୁ ଭଦ୍ରତାର ଆଶ୍ରୟ ନେବାକୁ ପଡିବ। ବଳଭଦ୍ର ଏଇ କଥା ପ୍ରଜ୍ଞାପିତ କରୁଛନ୍ତି। ନିଳାଦ୍ରିରେ ବଳଭଦ୍ର ହେଉଛନ୍ତି ରୁଦ୍ରଙ୍କର ଅବତାର। ତାଙ୍କର ଆୟୁଧ ହେଉଛି ଲଙ୍ଗଳ ଏବଂ ଶିରରେ ରହିଛି ସପ୍ତଫେଣି ମୁକୁଟ ସେ ପୁଣି ଧବଳାଙ୍ଗ। ଏବଂ ମହାଶିବ ପୁରାଣ କଣ ଘୋଷଣା କରୁଛନ୍ତି ସେ କହୁଛନ୍ତି ଯେ ସବିଷ୍ଣୁ ସମଶର୍ମାଚ ଲକୁଳୀଶ୍ୱର ଏବଚ ଅତଏବ ଲାଙ୍ଗଳି ଶିବ ଲାଙ୍ଗଳଧାରୀ ବଳରାମରେ ହୋଇଛନ୍ତି ରୂପାନ୍ତରିତ। ଉତ୍କଳୀୟ ପଞ୍ଚସଖା ସାଧକ ମାନେ ସେଇ କଥା ହିଁ କହିଛନ୍ତି। ସଜେଇ ହେଇକି ରହିଛି ଗୁଣ୍ଡିଚା ମନ୍ଦିର ଗୁଣ୍ଡିଚା ମଣ୍ଡପ କିନ୍ତୁ ଏଠି ଅନେକଙ୍କ ମନରେ ଏ ଭାବନା ଆସୁଥିବ ଯେ ଆଜ୍ଞା ମଣ୍ଡପ ତ ମଣ୍ଡପ ପୁଣି ମହାପ୍ରଭୁଙ୍କର ଇଏ ଆରୋପ ବି ଯେ ଇଏ କଣ ଆରୋପ ବି ଯେ ଆରୋପ ଏ କୋଠସୁଆସିଆ ମାନଙ୍କର କଥା ତ ଆମେ ଦେଖିଲୁ ସେମାନେ ତ ଚାର ବାନ୍ଧିବାରେ ବ୍ୟସ୍ତ ରହିଛନ୍ତି ଏବଂ କର୍ମାଙ୍ଗୀରେ ଏକଥା ମଧ୍ୟ ଆମେ ଶୁଣିଛୁ ଜାଣିଛୁ ଯେ ପରମେଶ୍ୱରଙ୍କ ସକଳ ଏକା ଉଠା କାର୍ଯ୍ୟ କରିବ। ଘର ତିଆରି ଚାନ୍ଦୁଆ ବନ୍ଧା ଛାମୁଣ୍ଡିଆ ଚାରମାଳ ବାନ୍ଧିବା ଫିଟାଇବା ଚାଙ୍ଗଡା ଭଣ୍ଡାର ସିନ୍ଦୁକ ନେବା
ଆଣିବା, ରଥ ମଣ୍ଡଳୀର କାମ କରିବା, କଳସ ଲଦିବା, ଦୋଳି ଲଗାଇବା ଇତ୍ୟାଦି କାର୍ଯ୍ୟ କରନ୍ତି ଏଇ କୋଠସୁଆଁସିଆ ମାନେ। ଏବଂ ସେମାନଙ୍କ ସେବାର ଗୁରୁତ୍ୱ ରହିଛି କାହିଁକି ନା ଆପଣ ଦେଖିବେ ଯେ ସୁଆଁସ କହିଲେ କଣ? ସୁଆଁସ କହିଲେ ଭୂମି ସମତଳ କରିବା, ଘର ବାଡି ତୋଳିବା, ଚାଳ ଛପର କରିବା, ମାନେ ଉପର ଚାଳ ଛପର କରୁଥିବା ଲୋକକୁ ଆମ ଗାଁ ଗହଳିରେ କହନ୍ତି ଏ ଉପର ସୁଆଁସିଆ। ସିଏ ତଳେ ଯିଏ ଅଛି ଛଣ ଫୋପାଡୁଛି ତାକୁ କହନ୍ତି ତଳ ସୁଆଁସିଆ। ଆପଣ ଦେଖିବେ ଯେ ତାମାନେ ଉପରୁ ତଳ ପର୍ଯ୍ୟନ୍ତ ଯୋଉ କାର୍ଯ୍ୟ, ତାମାନେ ରଥ ଉପର ଅଂଶରୁ ତଳ ପର୍ଯ୍ୟନ୍ତ ନିମ୍ନ ଅଂଶ ପର୍ଯ୍ୟନ୍ତ ଯୋଉ ଚାରମାଳ ବାନ୍ଧିବାର କାର୍ଯ୍ୟ ଯୋଉମାନେ କରନ୍ତି ସେମାନଙ୍କୁ କୁହାଯାଏ ସୁଆଁସିଆ। ଯେହେତୁ କୋଠ ତରଫରୁ ଏ କାର୍ଯ୍ୟ ସେମାନେ କରୁଛନ୍ତି, ଶ୍ରୀ ଜଗନ୍ନାଥଙ୍କର କୋଠ ତରଫରୁ ପକ୍ଷରୁ, ତେଣୁ ସେମାନଙ୍କୁ କୁହାଯାଉଛି କୋଠ ସୁଆଁସିଆ। ଏବଂ ଦାର୍ଢ୍ୟତା ଭକ୍ତିରେ ମଧ୍ୟ ଆପଣ ମାନେ ଦେଖିବେ ରାମଦାସ ଏ ଶବ୍ଦଟିକୁ ସୁନ୍ଦର ଭାବରେ ପ୍ରୟୋଗ କରିଛନ୍ତି। ସୁଆଁସ ବଳ କୁହକାରୀ ଖମ୍ବ ପୋତାଇ ନିର୍ଭା କରି, ସୁଆଁସ ବଳ କୁହକାରୀ, ସୁଆଁସ ବଳ କୁହକାରୀ। ଏଇ ଯୋଉ କଥା, ଆହା ଭଗବାନ ଜଗନ୍ନାଥ ସ୍ୱାମୀ କେତେ ସୁନ୍ଦର ଦେଖାଯାଉଛନ୍ତି। ଆପଣ ଚାହାନ୍ତୁ ଚାହାନ୍ତୁ ହୋ ଭଗତେ ଟିକେ ନୟନ ଭରି ଦେଖ, ନେତ୍ର ପୁରାଇ ଦେଖ ଏଇ ସାନ୍ତଙ୍କର ଏ ଯୋଉ ନୟନ, ଏ ନୟନ ମୋର ବନ୍ଧୁ ଦାର୍ଶନିକ ସ୍ତମ୍ଭକାର ଏବଂ ସୁଲେଖକ ପ୍ରାଧ୍ୟାପକ ପ୍ରଫେସର ନିରଞ୍ଜନ ପାଢୀ ତାଙ୍କୁ ସୁନ୍ଦର ଶବ୍ଦଟିଏ ଦେଇଛନ୍ତି ଯେ ଇ ଚମତ୍କାରିତା ନୟନ, ଇ ଏତେ ଚମତ୍କାରିତା ଏ ନୟନରେ ରହିଛି ସମଗ୍ର ବିଶ୍ୱକୁ ମାନେ ମୋହନ ମନ୍ତ୍ରରେ ମୋହିନୀ କରି କିମିଆ କରି ଆକର୍ଷିତ କରି ଯେମିତି ଗୁଣି ଗାରେଡି କରି ଯେମିତି ଟାଣି ଆଣୁଛନ୍ତି ମହାପ୍ରଭୁ। ଏ ଦୁଇଟି ନୟନ ହଉଛି ସମସ୍ତଙ୍କର ମାନେ ଦର୍ଶନର କେନ୍ଦ୍ରବିନ୍ଦୁ। ଏବଂ ଆମେ ଯୋଉ ଦର୍ଶନ କରୁଛୁ ପ୍ରକୃତରେ ଭଗବାନ ହଉଛନ୍ତି ଚକାନୟନ ଏବଂ ବିଶାଳ ନୟନ। ଭଗବାନ ଶ୍ରୀକୃଷ୍ଣଙ୍କୁ ବେଦବ୍ୟାସ କହିଲେ ହେ ପ୍ରଭୁ ତୁମେ ହଉଛ ବିଶାଳ ନେତ୍ରମ୍। ତେଣୁ ଯେତେବେଳେ ବିଶାଳ ନେତ୍ର ବୋଲି କହିଲେ ବେଦବ୍ୟାସ, ସନ୍ଥ ଶିରୋମଣି ତୁଳସୀଦାସ ମଧ୍ୟ କହିଲେ ଯେ ଭୟ ପ୍ରଗଟ କୃପାଲା ଦୀନ ଦୟାଲା କୌଶଲ୍ୟା ହିତକାରୀ ହରଷିତ ମହତାରୀ ମୁନି ମନୋହାରୀ ଅଦ୍ଭୁତ ରୂପ ବିଚାରୀ ଭୂଷଣ ବନମାଲା ନୟନ ବିଶାଲା, ଭୂଷଣ ବନମାଲା ନୟନ ବିଶାଲା। ଭଗବାନଙ୍କର ଓହୋ ବିଶାଳ ନୟନ, ଅମୃତ ନୟନ ଏବଂ ଏଇ ନୟନରୁ ଝରି ପଡୁଛି ଅମିୟର ରସଧାରା, ଝରି ପଡୁଛି ବ୍ରହ୍ମରସର ଅପୂର୍ବ ତରଙ୍ଗ ଏବଂ ଖସି ଆସୁଛି ତା ଭିତରୁ ସେଇ ଅମୃତତ୍ଵ, ସେଇ ଦିବ୍ୟତ୍ଵ, ସେଇ ମାନବିକତା, ସେଇ ଦିବ୍ୟତା ଏବଂ ସେଇ ମାନେ ମଣିଷକୁ ଯେମିତି ନେଇକି ପଳେଇ ଯାଉଛି ଇନ୍ଦ୍ରିୟରୁ ଏକ ଅତୀନ୍ଦ୍ରିୟ ରାଜ୍ୟକୁ, ଏକ ଅପୂର୍ବ ଭାବ ରାଜ୍ୟକୁ, ପ୍ରାକୃତ ଜଗତରୁ ଅପ୍ରାକୃତ ସେଇ ଚିନ୍ମୟ ଭୂମିକୁ ଏବଂ ଭୂମିରୁ ଉମା ପର୍ଯ୍ୟନ୍ତ ଯାହାର ଗତି, ଯାହାର ପ୍ରଶସ୍ତି ଏବଂ ଯାହାର ବ୍ୟାପ୍ତି, ଯାହାର ବିସ୍ତୃତି, ସିଏ ଆମକୁ ଧୂଳିମଣିର ପୃଥିବୀରୁ ନେଇଯାଉଛି ସେ ଉମା ମଣ୍ଡଳ ପର୍ଯ୍ୟନ୍ତ। ଧନ୍ୟ ମହାପ୍ରଭୁ, ଧନ୍ୟ ଆପଣଙ୍କର ଲୀଳା। ଆପଣ ଆଜି ବିଜେ କରିବେ ମଣିମା କୋଉଠିକି ନା ଆପଣ ଯିବେ ଆରମ୍ଭ ମଣ୍ଡପକୁ। ମଣିମା ଏ ମଣ୍ଡପକୁ ଆରବ ମଣ୍ଡପ ବୋଲି କାହିଁକି କୁହାଯାଉଛି ନା ପ୍ରକୃତରେ ଆପଣ ଦେଖିବେ ଯେ ଭଗବାନ ଛାଡି ଦେଇକି ଆସିଛନ୍ତି। କାହାକୁ ଛାଡି ଦେଇକି ଆସିଛନ୍ତି ନା ଐଶ୍ୱର୍ଯ୍ୟକୁ ଛାଡି ଦେଇକି ଆସିଛନ୍ତି। ତେଣୁ ଐଶ୍ୱର୍ଯ୍ୟର ଆଡମ୍ବର ଏଠି ନାହିଁ, ସେ ଐଶ୍ୱର୍ଯ୍ୟର ଆଡମ୍ବର ଅଛି ନୀଳାଚଳରେ ଶ୍ରୀମନ୍ଦିରରେ। କିନ୍ତୁ ଏଠି କଣ ଅଛି ନା ଯେହେତୁ ଗୋଟେ ସମାରୋହରେ ଆସୁଛନ୍ତି, ମହାସମାରୋହରେ ଗୋଟେ ଆଟପରେ ଗୋଟେ ପଟୁଆରରେ, ଏଇ ଆଟପ ପଟୁଆର ଏଇ ଅର୍ଥରେ ଆପଣ ଦେଖିବେ ଏ ଶବ୍ଦଟିକୁ ପ୍ରୟୋଗ କରାଯାଉଛି। କିନ୍ତୁ ଏଥିରେ କୌଣସି ଅହମ ନାହିଁ, କାହିଁକି ନା ଏଥିରେ ଐଶ୍ୱର୍ଯ୍ୟର ଭାବ ବିଲକୁଲ ନାହିଁ। ଇଏ ହଉଛି ମାଧୁର୍ଯ୍ୟ ଲୀଳା ଭଗବାନଙ୍କର, ଇଏ ହଉଛି ମାଧୁର୍ଯ୍ୟ ଖଣ୍ଡ। ଶ୍ରୀମନ୍ଦିର ନୀଳାଚଳ ହଉଛି ଐଶ୍ୱର୍ଯ୍ୟ ଖଣ୍ଡ, କିନ୍ତୁ ଇଏ ହଉଛି ମାଧୁର୍ଯ୍ୟ ଖଣ୍ଡ। ଏ ମାଧୁର୍ଯ୍ୟ ଖଣ୍ଡରେ ଏ ଯୋଉ ଆଡ଼ପ ମଣ୍ଡପ, ସେ ଆଡ଼ପ ମଣ୍ଡପ ମାନେ ଆଡମ୍ବର ମଣ୍ଡପ। ଇଏ ହଉଛି ମାଧୁର୍ଯ୍ୟର ଆଡମ୍ବର, ଇଏ ହଉଛି ଭକ୍ତିର ଆଡମ୍ବର, ଇଏ ହଉଛି ପ୍ରେମର ଆଡମ୍ବର, ଇଏ ହଉଛି ଶ୍ରଦ୍ଧା ଏବଂ ଭାବର ଆଡମ୍ବର। ଏଇ ଅର୍ଥଟାକୁ ଆମେ ବୁଝିବା। ତେଣୁ ଭଗବାନ ବର୍ତ୍ତମାନ ଆଡ଼ପ ବିଜେ କରିବେ, ଦର୍ଶନ ଦଉଥିଲେ ମା ଭଗବତୀ ହରିଦ୍ରା ବର୍ଣ୍ଣିନୀ ଏବଂ ମା ଅଳ୍ପ ସମୟ ଭିତରେ ପୁଣି ଆମକୁ ଦର୍ଶନ ଦେଇ ତ ଅନ୍ତର୍ହିତା ହେଇଗଲେ। ଏବେ ଦେଖନ୍ତୁ ଦେଖନ୍ତୁ ଶରଧାବାଲିର ସେଇ ପୁଣ୍ୟ ପାବନ ଖଣ୍ଡକୁ, ଯୋଉ ଭୂମି ହଉଛି ଶରଧାବାଲି ଏବଂ ଯୋଉ ଶରଧାବାଲିରେ ପୁଣି ବିରାଜମାନ ହେଇଛନ୍ତି ତିନି ରଥ, ସ୍ମରଣକୁ ଆସନ୍ତି ଗଣକବି ବୈଷ୍ଣବ ପାଣି। ଶରଧାବାଲିକୁ ଚାହାଁରେ ସଙ୍ଗାତ, ଶରଧାବାଲିକୁ ଚାହାଁ ତିନି ରଥେ ପୁଣି
কেতন উড়ই কেমন্ত সধীরে আহারে সংগাত সরধা বালিকি চাহা। তিনি রথ এবং ভুবন বিদিত তিনি রଥ ପ୍ରସ୍ତୁତ ହେଇକି ରହିଛନ୍ତି ଏବଂ ଆଜି ରଥ କୂଳକୁ ଶୂନ୍ୟ କରିବେ ସିନା ମହାପ୍ରଭୁ, କିନ୍ତୁ ଆଉ ଅଳ୍ପ ଦିନ ପରେ ପୁଣି ଏଇ ରଥ ପୂର୍ଣ୍ଣ ଗର୍ଭ ହିରଣ୍ୟ ଗର୍ଭକୁ ଲାଭ କରି ପୂର୍ଣ୍ଣ ଗର୍ଭ ହେଇଯିବେ, ଏଥିରେ ସନ୍ଦେହ ନାହିଁ। ତେଣୁ ଆପଣଙ୍କୁ ଯୋଉ ଆଡମ୍ବରର କଥା କହୁଥିଲି, ଯୋଉ ଆଟପ ମଣ୍ଡପ ଏବଂ ଗୁଣ୍ଡିଚା ମଣ୍ଡପ, ଯାହାର ଆଟପ ମାନେ ଆଡ଼ପ, ଆଟପ କହିଲେ ବଡ ଥିବା ଆଡମ୍ବର, ଯାହା ହଉଛି ମାଧୁର୍ଯ୍ୟର ପ୍ରେମ ଚେତନାର। ବଙ୍ଗବଂଶାନୁଚରିତମରେ ବାସୁଦେବ ସୋମଯାଜୀ ଏ ଶବ୍ଦକୁ ମଧ୍ୟ ଦେଇଛନ୍ତି, ପ୍ରିୟା ପ୍ରତିହାରାଭ୍ୟାମ ଭଗବନ୍ତ ଆଟୋପ ମଣ୍ଡପେ। ଭକ୍ତ କବି ଦୀନକୃଷ୍ଣ ମଧ୍ୟ ଜଗମୋହନ ଛାନ୍ଦରେ କଲମ କଲେ, କଣ କହିଲେ ନା ଆଡମ୍ବର ମଣ୍ଡପକୁ ଚଳିଲେ ମହାପ୍ରଭୁଙ୍କ ଛାମୁରେ ମିଳିଲେ। ଆଡମ୍ବର ମଣ୍ଡପକୁ ଚଳିଲେ। ଅତଏବ ଦେଖିବେ କବି ଲୋକନାଥ ବିଦ୍ୟାଧର ନୀଳାଦ୍ରି ମହୋତ୍ସବ କାବ୍ୟରେ ମଧ୍ୟ ଆଡମ୍ବର ମଣ୍ଡପକୁ ବିଜୟ କରିବାକୁ ବୋଲି ଉଲ୍ଲେଖ କରିଛନ୍ତି। ତେଣୁ ଇଏ ଆଟୋପ ମଣ୍ଡପ, ଇଏ ହଉଛି ଗୁଣ୍ଡିଚା ମଣ୍ଡପ। ଏ ଗୁଣ୍ଡିଚା ମଣ୍ଡପ ହଉଛି ମହାବେଦୀ, କାହିଁକିନା ମହାଦେବତା ଗଣଦେବତା ମହାଦେବତା ଯାହାଙ୍କର ଉପରେ ଆଉ ଶ୍ରେଷ୍ଠ ଦେବ ଆଉ କେହି ନାହାନ୍ତି ପରଦେବତା, ସିଏ ସେଇ ବେଦୀକୁ ଅଧିଷ୍ଠାନ ଭାବରେ ଗ୍ରହଣ କରିବେ। ତେଣୁ ସିଏ ହଉଛି ମହାବେଦୀ। ଏଇଠି ଇନ୍ଦ୍ରଦ୍ୟୁମ୍ନ ମହାରାଜ 1,000 ଯଜ୍ଞ କରିଥିଲେ, ଅଶ୍ୱମେଧ ଯଜ୍ଞ। ଅତଏବ ସେ ବେଦୀଟି ମଧ୍ୟ ହଉଛି ଯଜ୍ଞ ବେଦୀ। ସେଇ ବେଦୀ ଉପରେ 15 ଦିନ ଧରି ଯେତେବେଳେ ନିଜେ ନିଜକୁ ନିର୍ମାଣ କଲେ ମହାପ୍ରଭୁ, ଆଏ ବିଶ୍ୱକର୍ମା କିଏ? ଏ ବିଶ୍ୱର ଚିତ୍ରକର, ବିଶ୍ୱର ବିରଞ୍ଚି, ବିଶ୍ୱକର୍ମାଙ୍କର ବିଶ୍ୱକର୍ମା, ଯିଏ ଦେବତାଙ୍କର ଦେବତା ମହାଦେବତା, ସିଏ ବିଶ୍ୱକର୍ମା ପ୍ରକୃତିରେ କିଏ ଥିଲେ? ସ୍କନ୍ଦ ପୁରାଣ ମଧ୍ୟ ସ୍ପଷ୍ଟ ଭାବରେ ଉଲ୍ଲେଖ କରିଛନ୍ତି ଯେ ସିଏ ନିଜେ ନିଜକୁ ହିଁ ନିର୍ମାଣ କରିଛନ୍ତି। ନିଜ ଇଚ୍ଛା ନିର୍ମିତ ତନୁ ମାୟା ଗୁଣ ଗୋପାର, ମାୟା ଗୁଣ ଗୋପାର। ନିଜ ଇଚ୍ଛା ନିର୍ମିତ ତନୁ, ସେ ନିଜ ଇଚ୍ଛାରେ ନିଜକୁ ହିଁ ନିର୍ମାଣ କଲେ। ଅତଏବ 15 ଦିନ ପରେ ଯେତେବେଳେ ଦର୍ଶନ ଦେଲେ ମହାପ୍ରଭୁ, ଏବେ ଯେମିତି ଆପଣମାନେ ଦେଖୁଛନ୍ତି ସେଇଭଳି ଭାବରେ ଦର୍ଶନ ଦେଲେ। ଇନ୍ଦ୍ରଦ୍ୟୁମ୍ନ ମହାରାଜ ଟିକେ ବିଚଳିତ ବୋଧ କଲେ। At Faculty of Engineering and Technology, learn what's next. 100% internships, 72% placements, industry integrated curriculum with IBM, TCS and Cyber Dojo. Build tech, build impact.